ଆସନ୍ତୁ ଆଜି ଏକ କବିତା ଶୁଣିବା। କବିତାର ଶୀର୍ଷକ ହେଉଛି ଶାନ୍ତନୁ। ଆଖିରେ ଆଖି ମିଶିଲେ ମୁହୂର୍ତ୍ତକେ ଚହଲିଯାଏ ଆକାଶ, ଚହଲିଯାନ୍ତି ଗ୍ରହ ତାରା ନିହାରିକା, ନିଜ ଭିତର ଓ ବାହାରର ଚରାଚର ଅଖିଳ ବ୍ରହ୍ମାଣ୍ଡ। ଆଖିରେ ଆଖି ମିଶିଲେ ମୁହୂର୍ତ୍ତକେ ଚହଲିଯାଏ ଆକାଶ, ଚହଲିଯାନ୍ତି ଗ୍ରହ ତାରା ନିହାରିକା, ନିଜ ଭିତର ଓ ବାହାରର ଚରାଚର ଅଖିଳ ବ୍ରହ୍ମାଣ୍ଡ। ଆଉ ଓଠରେ ଓଠ ମିଶିଲେ ମାଂସ ଫୁଟେ ଫୁଲ ହୋଇ, ଦେହେ ମନେ ଖେଳିଯାଏ କଦମ୍ବ ରୋମାଞ୍ଚ। ଆଖିରେ ଆଖି ମିଶିଲା ଉଠେ ଓଠ ଶରୀରେ ଶରୀର, ଆଖିରେ ଆଖି ମିଶିଲା ଉଠେ ଓଠ ଶରୀରେ ଶରୀର, ସବୁକିଛି ହେଲା ପରେ ଅନୁଭବ ହୁଏ ଯଦି କିଛି ବି ହୋଇନି, ସବୁକିଛି ହେଲା ପରେ ଅନୁଭବ ହୁଏ ଯଦି କିଛି ବି ହୋଇନି, ଜୀବନ ବୃକ୍ଷରେ ବାଜିନି ମଳୟ ସ୍ପର୍ଶ ଫୁଲ ବି ଫୁଟିନି, ଜୀବନ ବୃକ୍ଷରେ ବାଜିନି ମଳୟ ସ୍ପର୍ଶ ଫୁଲ ବି ଫୁଟିନି, ପ୍ରିୟତମା ଏବେ ମଧ୍ୟ ଅପହଞ୍ଚ, ପ୍ରିୟତମା ଏବେ ମଧ୍ୟ ଅପହଞ୍ଚ, ଅଥଚ ଏତେ ନିକଟରେ ସେ ଭୁଜବନ୍ଧରେ ନିଶ୍ୱାସ ସ୍ପର୍ଶ ଚଗଲା ଅଙ୍ଗୁଳି ଖେଳେ ତାର ସ୍ତନାଙ୍କୁରେ, ଅଥଚ ଏତେ ପାଖରେ ଥାଇ ଯଦି ମନେ ହୁଏ ଯୋଜନ ଯୋଜନ ଦୂରେ, ଅଥଚ ଏତେ ପାଖରେ ଥାଇ ମନେ ହୁଏ ଯଦି ଯୋଜନ ଯୋଜନ ଦୂରେ, କି ଦାରୁଣ ବ୍ୟର୍ଥତାରେ ଆତ୍ମା ହୁଏ କଲବଲ, କି ଦାରୁଣ ବ୍ୟର୍ଥତାରେ ଆତ୍ମା ହୁଏ କଲବଲ, କାମନାର ମାୟାଜାଲେ ବନ୍ଦୀ ହୋଇ ଶୂନ୍ୟତାକୁ କରି ଆଲିଙ୍ଗନ, ଅଶବ୍ଦ ଚିତ୍କାର କରିବା ହୁଏ ଜୀବନ। କାମନାର ମାୟାଜାଲେ ବନ୍ଦୀ ହୋଇ ଶୂନ୍ୟତାକୁ କରି ଆଲିଙ୍ଗନ, ଅଶବ୍ଦ ଚିତ୍କାର କରିବା ହୁଏ ଜୀବନ। କାଉକୁ କୋଇଲି ବୋଲି ସମ୍ବୋଧନ କଲେ, କାଉ କ'ଣ ସତରେ ହୋଇଯାଏ କୋଇଲି? କାଉକୁ କୋଇଲି ବୋଲି ସମ୍ବୋଧନ କଲେ, କାଉ କ'ଣ ସତରେ ହୋଇଯାଏ କୋଇଲି? ନା ହୀରାକୁ କାଚ ବୋଲି କହିଦେଲେ ହୀରା ହୋଇଯିବ କାଚ। ସତ ସବୁବେଳେ ସତ, ସତ ସବୁବେଳେ ସତ, ତେଣୁ ଉଦଣ୍ଡୀ ଗଙ୍ଗାକୁ ପ୍ରାରମ୍ଭରୁ ଗାଙ୍ଗୀ ବୋଲି ଡାକି ଦେଇଥିଲେ କ'ଣ ବା ଯୁଗ ଧୋଇ ଯାଇଥାନ୍ତା ଶାନ୍ତନୁ? ତେଣୁ ଉଦଣ୍ଡୀ ଗଙ୍ଗାକୁ ପ୍ରାରମ୍ଭରୁ ଗାଙ୍ଗୀ ବୋଲି ଡାକି ଦେଇଥିଲେ କ'ଣ ବା ଯୁଗ ଧୋଇ ଯାଇଥାନ୍ତା ଶାନ୍ତନୁ? ଅଥଚ ତୁମେ ପାରୁନଥିଲ, ସ୍ତ୍ରୀ ଛାଡ଼ିବାର ଆଶଙ୍କାରେ ସବୁବେଳେ ଆଶଙ୍କିତ ଥିଲ ତୁମେ, ସ୍ତ୍ରୀ ଛାଡ଼ିଯିବାର ଆଶଙ୍କାରେ ସବୁବେଳେ ଆଶଙ୍କିତ ଥିଲ ତୁମେ, ଆଉ ଛୋଟ ହୋଇଯାଉଥିଲ ନିଜ ପାଖରେ। ଶାନ୍ତନୁ କେବଳ ତୁମେ କାହିଁକି? ଶାନ୍ତନୁ କେବଳ ତୁମେ କାହିଁକି? ସୁନ୍ଦରୀ ପତ୍ନୀର ଆଗରେ ସବୁ କାଳେ ଏମିତି ଛୋଟ ହୋଇଯାନ୍ତି ପୁରୁଷମାନେ, ସୁନ୍ଦରୀ ପତ୍ନୀର ଆଗରେ ସବୁ କାଳେ ଏମିତି ଛୋଟ ହୋଇଯାନ୍ତି ପୁରୁଷମାନେ, କରିବାକୁ ଇଚ୍ଛାପୂର୍ତ୍ତି ତାର ଉଚ୍ଚାଟ ହୁଅନ୍ତି, ଆଉ ହଜେଇ ଦିଅନ୍ତି ନିଜ ଭଲମନ୍ଦ ବିବେଚନା ଶକ୍ତି, ଦିବ୍ୟ ଜ୍ଞାନ ବିବେକ। ଧାଇଁଯାନ୍ତି ସୁନାର ହରିଣ ପଛେ, ପରିଶେଷେ ଭେଟନ୍ତି ଶୂନ୍ୟତା, ଧାଇଁଯାନ୍ତି ସୁନାର ହରିଣ ପଛେ, ପରିଶେଷେ ଭେଟନ୍ତି ଶୂନ୍ୟତା। ଶାନ୍ତନୁ ଖର୍ବ କରିଦେଇ ତୁମ ଉତ୍ତୁଙ୍ଗ ପୁରୁଷାକାର, କି ଅକଥ୍ୟ ଯନ୍ତ୍ରଣାରେ ଜଳୁଥିଲ ତୁମେ। ଶାନ୍ତନୁ ଖର୍ବ କରିଦେଇ ତୁମ ଉତ୍ତୁଙ୍ଗ ପୁରୁଷାକାର, କି ଅକଥ୍ୟ ଯନ୍ତ୍ରଣାରେ ଜଳୁଥିଲ ତୁମେ, ଅଥଚ ଅବ୍ୟକ୍ତ ସେ ଯନ୍ତ୍ରଣାକୁ ଚାପି ରଖି ସ୍ମିତ ହସି ପତ୍ନୀକୁ ଜଣାଉଥିଲ କି ଗଭୀର ତୁମେ ତାକୁ ଭଲ ପାଅ ବୋଲି। ଶାନ୍ତନୁ ସତ୍ୟକୁ ଜାଣି ତାକୁ ଅସ୍ୱୀକାର କରିବାର ଅନ୍ୟ ନାମ ତ ମାୟା। ଶାନ୍ତନୁ ସତ୍ୟକୁ ଜାଣି ତାକୁ ସ୍ୱୀକାର କରି ନ ପାରିବାର ଅନ୍ୟ ନାମ ତ ମାୟା। ଆଉ ଯାହାର ସବୁ ମନମାନା ଓ ଅତ୍ୟାଚାରକୁ ସହି ହୋଇଯାଏ ସେହି ତ ପ୍ରିୟତମା। ଏବଂ ସତ୍ୟ ଓ ମାୟା, ଈଶ୍ୱର ଓ ନାରୀ, ଏହି ଦୁଇ ସ୍ତମ୍ଭକୁ ଆଧାର କରି ଯେଉଁ ଦୋଳିଟି ପଡ଼ିଥାଏ, ସେଥିରେ ଇଚ୍ଛା ଥାଉ ବା ନଥାଉ, ଆଖି ମେଲି ଅଥବା ବୁଜି ସେଥିରେ ଝୁଲିବା ତ ହୋଇଥାଏ ଅଧିକାଂଶ ପୁରୁଷଙ୍କ ଭାଗ୍ୟ। ଶାନ୍ତନୁମାନେ ସତ୍ୟକୁ ସ୍ୱୀକାର ନ କରି ସବୁବେଳେ ଚାହାନ୍ତି ଏକ ଆଶ୍ରା ବଞ୍ଚିବାର। ଶାନ୍ତନୁମାନେ ସତ୍ୟକୁ ସ୍ୱୀକାର ନ କରି ସବୁବେଳେ ଚାହାନ୍ତି
ଏକ ଆଶ୍ରା ବଞ୍ଚିବାର। ଭୟ କରନ୍ତି ସେମାନେ ନିସଙ୍ଗତାକୁ। ଭୟ କରନ୍ତି ସେମାନେ ନିସଙ୍ଗତାକୁ ନିଜ ସହ ସମ୍ମୁଖୀନ ହେବା ମୁହୂର୍ତ୍ତକୁ। ଭୟ କରନ୍ତି ସେମାନେ ନିସଙ୍ଗତାକୁ ନିଜ ସହ ସମ୍ମୁଖୀନ ହେବା ମୁହୂର୍ତ୍ତକୁ। ସେଇଥିପାଇଁ ତ ମଥାପାତି ସହିଯାନ୍ତି ଗଙ୍ଗା ଅତ୍ୟାଚାର। ସେଇଥିପାଇଁ ତ ମଥାପାତି ସହିଯାନ୍ତି ଗଙ୍ଗା ଅତ୍ୟାଚାର। ଆଉ ଗଙ୍ଗା ଛାଡ଼ି ଚାଲିଯିବା ପରେ ଅସହାୟ ଖୋଜୁଥାନ୍ତି ଆନ ଏକ ଭେଳାଟିଏ। ଅସହାୟ ଖୋଜୁଥାନ୍ତି ଆନ ଏକ ଭେଳାଟିଏ। ସନ୍ଧାନ ନିଅନ୍ତି ସେ କେଉଁ ସତ୍ୟବତୀର ଯାହାକୁ ଆଶ୍ରୟ କରି କଟିଯିବ ଅବଶିଷ୍ଟ ଆୟୁଷ ତାଙ୍କର। ଧନ୍ୟବାଦ।